ସାର ହୋଲସେଲର ଓ ରିଟେଲର ମାନଙ୍କ ବୈଠକ। କେନ୍ଦୁଝର ଜିଲ୍ଲା ଘଟଗାଁ କଲେଜ ସମ୍ମୁଖରେ ଥିବା ହୋଟେଲ ଗ୍ଲୋବାଲ ଇନ୍ ସମ୍ମିଳନୀ କକ୍ଷରେ କେନ୍ଦୁଝର ଜିଲ୍ଲା ସାର ହୋଲସେଲର ଏବଂ ରିଟେଲର ମାନଙ୍କର ବୈଠକ ଅନୁଷ୍ଠିତ ହୋଇଛି। କେନ୍ଦୁଝର ଜିଲ୍ଲାର ନରଣପୁରଠାରେ ରେଲୱେ ତରଫରୁ ର୍ୟାକ୍ ପଏଣ୍ଟ କରାଯିବାକୁ ଦାବି ଜୋର ଧରିଛି। ଏନେଇ ସେମାନେ ବିଧାୟକ, ସାଂସଦ, ମୁଖ୍ୟମନ୍ତ୍ରୀ ଏବଂ ପ୍ରଧାନମନ୍ତ୍ରୀଙ୍କ ଠାରେ ଦାବି କରିଛନ୍ତି। ର୍ୟାକ୍ ପଏଣ୍ଟ ହେଲେ ଚାଉଳ, ଲୁଣ, ସିମେଣ୍ଟ ଓ ସାର ଦର ହ୍ରାସ ଘଟିବ। ଏଥିରେ ହୋଲସେଲର କମିଟିର ସଭାପତି ମନୋରଞ୍ଜନ ସାହୁ, ସମ୍ପାଦକ ରାଜକିଶୋର ସାହୁ, ଉପସଭାପତି ରଞ୍ଜନ ଗୁପ୍ତା, ଦେବବ୍ରତ ସାହୁ, ସହ ସମ୍ପାଦକ ଅକ୍ଷୟ ଦେବତା, କୋଷାଧ୍ୟକ୍ଷ ନିରଞ୍ଜନ ସାହୁ, ଉପଦେଷ୍ଟା ତାରିଣୀ ପ୍ରସାଦ ମହାନ୍ତି, ସନ୍ତୋଷ ସ୍ୱାଇଁ, ନିରଞ୍ଜନ ଘଡ଼ାଇ, ମାନସ ବାରିକ, ଅନିଲ ସାହୁ ଓ ବିଦ୍ୟାଧର ବେହେରା ପ୍ରମୁଖ ଉପସ୍ଥିତ ଥିଲେ। ଏଥିରେ ହୋଲସେଲର ଏବଂ ରିଟେଲର ମାନଙ୍କର ବୈଠକ ବେଶ ଗୁରୁତ୍ୱପୂର୍ଣ୍ଣ ହୋଇଥିଲା। ଗୋବିନ୍ଦ ରାଉତଙ୍କ ରିପୋର୍ଟ, କେଡି ନ୍ୟୁଜ୍ ଓଡ଼ିଆ।